ଶୁଭ ସକାଳ ପିଲାମାନେ, କେମିତି ଅଛ? ମୁଁ ଆଶା କରୁଛି ତୁମେମାନେ ସମସ୍ତେ ଭଲରେ ଥିବ। ଆଜି ପାଠ ପଢ଼ିବା। କେଉଁ ପାଠ ପଢ଼ିବା? ଗଣିତ। ଠିକ୍ ଅଛି ପିଲାମାନେ, ଆମେ ଆଜି ସେଇ ଗଣିତ ପାଠ ପଢ଼ିବା। ପୂର୍ବ କ୍ଲାସ୍ରେ ଆମେ ଗଣିତର ବିଭିନ୍ନ ପ୍ରକାର ତଥ୍ୟ ବିଷୟରେ ଆଲୋଚନା କରିଥିଲେ। ଗଣିତରେ ସଂରଚନା, ବିଭିନ୍ନ ପ୍ରକାର ଜ୍ୟାମିତିକ ଚିତ୍ର ଏହିସବୁ ଆଲୋଚନା କରିଥିଲେ। ଆଜି ଆମେ ସେଇଭଳି ଆଉ କିଛି କୋଣ ସମ୍ବନ୍ଧରେ କିଛି ଆଲୋଚନା କରିବା। ସମସ୍ତେ ଆଲୋଚନାରେ ଭାଗ ନେବ। ଆରମ୍ଭ କରିବା ତାହେଲେ। ଠିକ୍ ଅଛି ପିଲାମାନେ, ଆସ ତାହେଲେ ଆଜିର ପାଠ ଆରମ୍ଭ କରିବା। ଆଜି ଆମେ ତୁମ ଗଣିତ ବହିରେ ଥିବା ଦ୍ୱିତୀୟ ଅଧ୍ୟାୟ ରେଖା ଓ କୋଣ ସେହି ପ୍ରସଙ୍ଗରେ ଥିବା କୋଣର ପ୍ରକାରଭେଦ ବିଷୟରେ ଆଲୋଚନା କରିବା। ଆଜିର ପାଠର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାର କୋଣର ନାମ କହିବ ଏବଂ ସେଗୁଡ଼ିକର ପ୍ରକାରଭେଦ କରିବ। ଆଜି ଆମେ ଯାହା ପଢ଼ିବା, ପଢ଼ି ସାରିଲା ପରେ ତୁମେମାନେ ବିଭିନ୍ନ ପ୍ରକାର କୋଣର ନାମ କହିପାରିବ ଏବଂ ସେଗୁଡ଼ିକର ପ୍ରକାରଭେଦ ମଧ୍ୟ କରିପାରିବ। ଆମ ଚତୁଃପାର୍ଶ୍ୱରେ ଦେଖାଯାଉଥିବା ବିଭିନ୍ନ କୋଣର ଉଦାହରଣ ତୁମେ ଦେଇପାରିବ ପିଲାମାନେ? ଆମ ଚତୁଃପାର୍ଶ୍ୱରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କୋଣର ଉଦାହରଣ ଦେଇପାରିବ? କହିଲେ ଦେଖିବା, ଆମ ଚତୁଃପାର୍ଶ୍ୱରେ କେଉଁ କେଉଁ ଜିନିଷ ସବୁ ତୁମେ ଦେଖୁଛ ଯେଉଁଥିରେ ବିଭିନ୍ନ ପ୍ରକାର କୋଣ ସୃଷ୍ଟି ହେଉଛି? ଘଣ୍ଟା, ଏଇଟା ଗୋଟେ ଘଣ୍ଟାର ଚିତ୍ର ନୁହେଁ କି? ଘଣ୍ଟାରେ ଯେଉଁ ଦୁଇଟି କଣ୍ଟା ଅଛି, ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା, ତାଙ୍କ ମଧ୍ୟରେ ଏକ କୋଣ ସୃଷ୍ଟି ହେଉଛି। ଆଉ କ'ଣ ଦେଖୁଛ? ଟେବୁଲ, ଟେବୁଲର ଯେଉଁ ଗୋଡ଼ ଗୁଡ଼ିକ ଅଛି ତା ମଧ୍ୟରେ ମଧ୍ୟ ବିଭିନ୍ନ ପ୍ରକାର କୋଣ ସବୁ ସୃଷ୍ଟି ହେଉଛି। ବର୍ତ୍ତମାନ ଦେଖିବା ଆଉ ଗୋଟିଏ ଘଣ୍ଟାର ଚିତ୍ର। ପ୍ରଥମ ଘଣ୍ଟାର ଚିତ୍ରରେ ଘଣ୍ଟା ଘଣ୍ଟା ମିନିଟ୍ କଣ୍ଟାଟି ସିଧା ଭାବରେ ଥିଲା। ବର୍ତ୍ତମାନ ଘଣ୍ଟା ଘଣ୍ଟା ମିନିଟ୍ କଣ୍ଟାଟି ସିଧା ଭାବରେ ନାହାନ୍ତି। ତେଣୁ ଘଣ୍ଟା ଘଣ୍ଟା ଓ ମିନିଟ୍ କଣ୍ଟା ମଧ୍ୟରେ ଏଠାରେ ମଧ୍ୟ କୋଣ ସୃଷ୍ଟି ହେଉଛି। ସମସ୍ତେ ଦେଖିପାରୁଛ? ବର୍ତ୍ତମାନ ଦେଖ, ଗୋଟିଏ ଘରର ଦୁଇ କାନ୍ଥ ମଧ୍ୟରେ ମଧ୍ୟ କୋଣ ସୃଷ୍ଟି ହେଉଛି। କେବଳ ଦୁଇ କାନ୍ଥ ମଧ୍ୟରେ କୋଣ ସୃଷ୍ଟି ହେଉନାହିଁ, ଘରର ଉପର ଯେଉଁ ଛାତ ଅଛି, ଦୁଇ ଛାତ ମଧ୍ୟରେ ମଧ୍ୟ କୋଣ ସୃଷ୍ଟି ହେଉଛି। ଦେଖ, ଏଠାରେ ଯେଉଁଠାରେ କୋଣ ସୃଷ୍ଟି ହେଉଛି ରଶ୍ମି ଦ୍ୱାରା ତାକୁ ଦର୍ଶାଯାଇଛି। ଆମେ ଆଗରୁ ପଢ଼ିଛେ ଦୁଇଟି ରଶ୍ମି ସାଧାରଣ ଆଦ୍ୟ ବିନ୍ଦୁରୁ ଆରମ୍ଭ ହୋଇ ଏକ ସରଳରେଖାର ଅଂଶ ହୋଇନଥିଲେ କୋଣ ସୃଷ୍ଟି କରନ୍ତି। ତେଣୁ ଘରର ଦୁଇ ଛାତ ମଧ୍ୟରେ ମଧ୍ୟ କୋଣ ସୃଷ୍ଟି ହେଉଛି ଏବଂ ଦୁଇ କାନ୍ଥ ମଧ୍ୟରେ ମଧ୍ୟ କୋଣ ସୃଷ୍ଟି ହେଉଛି। ଦେଖିପାରୁଛ ପିଲାମାନେ? ବର୍ତ୍ତମାନ ଦେଖ ପିଲାମାନେ, ଏଇ ଯେଉଁ କଇଁଚିର ଚିତ୍ର ତୁମମାନେ ଦେଖୁଛ, ପୂର୍ବରୁ ଆମେ ଆଲୋଚନା କରିଛେ କଇଁଚିର ଦୁଇ ବାହୁ ମଧ୍ୟରେ ମଧ୍ୟ କୋଣ ସୃଷ୍ଟି ହେଉଛି। ଦେଖିପାରୁଛ ସମସ୍ତେ? ବର୍ତ୍ତମାନ ଦେଖ, କ'ଣ କିରେ ଏଇଟା? ଏଇଟା ହେଉଛି ତରଭୁଜ, ନାଇଁ କି? ଗ୍ରୀଷ୍ମ ଦିନରେ ତରଭୁଜ ଖାଇବା ପାଇଁ ଭାରି ଭଲ ଲାଗେ। ଏଇଟା ହେଉଛି ତରଭୁଜର ଗୋଟିଏ କଟା ଅଂଶ, ନୁହେଁ କି? ଏଇ ତରଭୁଜର ଫାଳରେ ମଧ୍ୟ କୋଣ ସୃଷ୍ଟି ହେଉଛି। ଦେଖିପାରୁଛ ସମସ୍ତେ? ପିଲାମାନେ, ଆମେ ଯେତେ ସବୁ ଚିତ୍ର ଗୁଡ଼ିକ ଦେଖିଲେ, ସବୁ ଚିତ୍ର ଗୁଡ଼ିକ ଏହିପରି ଏକ କୋଣ ସୃଷ୍ଟି କରୁଛି, ନୁହେଁ କି? ଏଇ କୋଣଟିକୁ କ'ଣ କହନ୍ତି ତୁମେ ଜାଣିଛ? ଏ କୋଣର ନାମ କ'ଣ ଜାଣିଛ ତମେ? ଏଇ କୋଣକୁ ଆମେ ସୂକ୍ଷ୍ମ କୋଣ ବୋଲି କହିବା। ଆଚ୍ଛା ପିଲାମାନେ, ତୁମେ ଅନୁମାନ କଲ ଏଇ ଯେଉଁ କୋଣଟି, ଏଇ କୋଣର ପରିମାଣ କ'ଣ 0 ଡିଗ୍ରୀ? ନାହିଁ, 0 ଡିଗ୍ରୀରୁ ଅଧିକ। ଆଚ୍ଛା, ଏଇ କୋଣର ପରିମାଣ କ'ଣ 90 ଡିଗ୍ରୀ ହେଇପାରିବ? 90 ଡିଗ୍ରୀ ମଧ୍ୟ ହେଇପାରିବ ନାହିଁ। 90 ଡିଗ୍ରୀରୁ କମ୍। ତାହେଲେ ଏଇ କୋଣର ପରିମାଣ 0 ଡିଗ୍ରୀରୁ ଅଧିକ ଏବଂ 90 ଡିଗ୍ରୀରୁ କମ୍। ତାହେଲେ ଏହାକୁ କେଉଁ କୋଣ କହିବା? ସୂକ୍ଷ୍ମ କୋଣ କହିବା। ତେବେ ସମସ୍ତେ ଖାତା ବାହାର କରି ଲେଖିଦିଅ। 0 ଡିଗ୍ରୀ ଠାରୁ ଅଧିକ ଓ 90 ଡିଗ୍ରୀ ଠାରୁ କମ୍ ପରିମାଣ ବିଶିଷ୍ଟ କୋଣକୁ ସୂକ୍ଷ୍ମ କୋଣ କୁହାଯାଏ। ବୁଝିପାରିଲ ପିଲାମାନେ? ତେଣୁ ଆମେ ଯେତେ ସବୁ ବିଭିନ୍ନ ପ୍ରକାର ଯେଉଁ କୋଣ ଗୁଡ଼ିକ ଆଲୋଚନା କଲେ, ତା ଭିତରୁ ଇଏ ମଧ୍ୟ ଗୋଟିଏ କୋଣ ଅଛି ନା ନାହିଁ ସେଥିରେ? ଠିକ୍ ଅଛି। ତାହେଲେ ଆମେ କ'ଣ ଲେଖିବା ବର୍ତ୍ତମାନ? ସୂକ୍ଷ୍ମ କୋଣଟି 0 ଡିଗ୍ରୀ ଠାରୁ ଅଧିକ ଏବଂ 90 ଡିଗ୍ରୀ ଠାରୁ କମ୍। ତେବେ ଏଇ ସୂକ୍ଷ୍ମ କୋଣର କିଛି ଉଦାହରଣ ଦେବା। ଦେଖ ତାହେଲେ, ଏଇ ଯେଉଁ କୋନ୍, ଯେଉଁ ଆଇସ୍କ୍ରିମ୍ ଖାଉଛ ତୁମମାନେ, କୋନ୍, ସେଟା ମଧ୍ୟ ଗୋଟେ ସୂକ୍ଷ୍ମ କୋଣ। କଇଁଚିର ଦୁଇ ବାହୁ ମଧ୍ୟରେ ମଧ୍ୟ ସୂକ୍ଷ୍ମ କୋଣ ସୃଷ୍ଟି ହେଉଛି। ଯେଉଁ ଇଂରାଜୀ ଅକ୍ଷର ଭିରେ ମଧ୍ୟ ସୂକ୍ଷ୍ମ କୋଣ ସୃଷ୍ଟି ହେଉଛି। ତମର ହାତ ପାପୁଲିର ଦୁଇ ଆଙ୍ଗୁଳି ମଧ୍ୟରେ ମଧ୍ୟ ସୂକ୍ଷ୍ମ କୋଣଟିଏ ସୃଷ୍ଟି ହେଉଛି। ବୁଝିପାରୁଛ ପିଲାମାନେ? ବର୍ତ୍ତମାନ ଆମେ ଯେଉଁ କହିଲେ 0 ଡିଗ୍ରୀ ଠାରୁ ଅଧିକ, 90 ଡିଗ୍ରୀ ଠାରୁ କମ୍ କୋଣକୁ ସୂକ୍ଷ୍ମ କୋଣ କୁହାଯିବ। ତେବେ ଏଠି ଯେତିକି ସବୁ ଚିତ୍ର ଗୁଡ଼ିକ ଦିଆଯାଇଛି, ପ୍ରତ୍ୟେକର ପରିମାଣ କେତେ କେତେ ଲେଖାଏଁ ଅଛି? 62 ଡିଗ୍ରୀ, 54 ଡିଗ୍ରୀ, 48 ଡିଗ୍ରୀ, 12 ଡିଗ୍ରୀ,
71 डिग्री आउ 67 डिग्री एसबू कोणଗୁଡ଼ିकर परिमाण 0 डिग्री ठारू अधिक और 90 डिग्री ठारू कम। तेणु ए कोणଗୁଡ଼ିक सूक्ष्म कोण कहुए। बर्तमान यही चित्रटी को देख, पिलाटी कौन करुच्ची भूमि उपरे सीधा हो छड़ा हो नुहे कि। तेणु भूमि सहित सी गोटे कोण गठन करुच्ची। तार परिमाण केते हबो तुम आशा करुच 90 डिग्री हबो। सेमिति ताहले आमे कौन देखिले दुईटी रश्मि परस्पर सहित लंब भाव में रहिबे ताहले मध्य गोटे कोण सृष्टि होउची। पुणी आउ गोटे देख दुईटी रश्मि परस्पर को लंब भाव में अछंती। तेणु दुईटी रश्मि मध्य जो कोण सृष्टि होउची तार परिमाण 90 डिग्री हेबो एवं एही कोण को आमे समकोण बोली कहिबा। तबे बुझी पारल पिले समकोण काहाकू कहिबा जो कोणर परिमाण ठीक 90 डिग्री सेही कोण को आमे समकोण बोली कहिबा। जदि दुईटी रश्मि परस्पर सहित लंब भाव में रहिबे ताले जो कोण सृष्टि हेबो ताहाकू समकोण कहिबा एवं सेही कोणर परिमाण 90 डिग्री हेबो। यार किछि उदाहरण देखिबा, समकोणर किछि उदाहरण देखिबा। देख झरका, झरकार दुई पाख मध्य समकोण सृष्टि होउची। इंग्राजी अक्षर एल सेथिरे मध्य समकोण सृष्टि होउची। एटा चित्र देख 3 नंबर चित्रटी। एटा गोटे रास्ता, रास्तार छक, एटा छक जगाटी नुह कि। एई छकरे चारि दिग को रास्ता अछि तेणु याकू चारि छक बोली कहिबा। एवं देख जो प्रत्येक छकरे तीर चिन्ह द्वारा जो कोण गुड़िक दर्शा जाइछि से कोण गुड़िक होउची समस्ते गोटे गोटे समकोण। बुझिपारल पिला माने। एबे देख पिला माने चित्रटे देख जणे व्यक्ति जनक कौन होइछि सोफा उपरे बसिछि नहीं कि। तेबे देखिबा कोउठी कोण सृष्टि होउछि। देख मु गार टाणी कोणटे देखौछि। दुईटी रश्मि अंटा पाखरु पाद आड़को गोटे रश्मि जाइछि, अंटा पाखरु बाहु आड़को आउ गोटे रश्मि जाइछि। तेणु सेही दुई रश्मि मध्य एक कोण सृष्टि होउछि। देखुछ नहीं पिले, देखि परछ तो। देखिबा आमे वर्तमान रश्मि टाणी सेही प्रकार कोण अंकन करिबा। देख दुईटी रश्मि तांक मध्य कोण सृष्टि होउछि। पुणी आउ गोटे कोण अंकन करिबा। देख ए चित्र मध्य दुईटी रश्मि मध्य कोण सृष्टि होउछि नुह कि। ताले तीनोटी चित्र जो आमे देखिले प्रत्येक चित्र रे दुईटी रश्मि मध्य जो कोण सृष्टि होउछि वर्तमान कहि परिबो कि ए कोणर परिमाण केते डिग्री हेई परिबो अनुमान करी कुह। 0 डिग्री तो हबो नाही, 90 डिग्री मध्य हबो नाही। या पूर्व आमे पढ़ी के आसिले 90 डिग्री होउछि दुईटी रश्मि लंब भाव में रहिले 90 डिग्री। एठी दुईटी रश्मि लंब भाव में नाहांती तेणु यह 90 डिग्री निश्चित टिके अधिक हेबो। अच्छा 180 डिग्री हेबो कि। जदि दुईटी रश्मि एक सरल रेखा रहिबे ताहले जायकि 180 डिग्री हेबो। किंतु एठी दुईटी रश्मि सरल रेखा नाहांती तेणु यह 180 डिग्री हेबो नाही कि 90 डिग्री हेबो नाही, किंतु 90 डिग्री अधिका हेबो नुह कि। ताहले एई कोण को आमे कौन कोण कहिबा, एई कोण को आमे स्थूल कोण बोली कहिबा। समस्त लेखुछ ना पिला माने। एई कोण को आमे स्थूल कोण बोली कहिबा। ठीक अछि पिला माने। ताहले स्थूल कोण काहा कहिबा समकोण ठारू बड़ एवं सरल कोण ठारू सान, अर्थात 90 डिग्री ठारू बड़ एवं 180 डिग्री ठारू सान कोण को स्थूल कोण कहा जाए। ठीक अछि पिला माने। समस्त लिखिदेल खातारे। ताहले केमति लिखिबा आमे स्थूल कोण हेउची 90 डिग्री ठारू अधिक आउ 180 डिग्री ठारू सान। वर्तमान पिला माने स्थूल कोणर किछि उदाहरण देखिबा। देख प्रथम चित्रटी हेउची पवन पंखा। पवन कल जोंटा तमे कहूच पवन कल, एई जो पवन कलर दुई पंखा मध्य जो कोण सृष्टि होउची 16 कोण। इंग्राजी अक्षर के अक्षर रे चित्र रे दर्शा जाइथिया बळी दुईटी बाहु मध्य जो कोण सृष्टि होउची ताहा मध्य एक स्थूल कोण। पंखा जो बिंचणा गरम दिन जो बिंचणा व्यवहार कर से बिंचणार दुई पार्श्व बिंचणाटा को खुली देले जो दुई पार्श्व मध्य जो कोण सृष्टि होउची ताहा मध्य गोटे स्थूल कोण। ठीक अछि पिला माने। ताहले ए सब कोण गुडी कहउची स्थूल कोणर गोटे गोटे उदाहरण। वर्तमान पिला माने देख जणे मनुष्यटी कोण हैची भूमि सहित सीधा होई सोई जाइछि नुहे कि। पूर्व चित्र रे मनुष्यटी चौकी उपरे बसिथिले, वर्तमान व्यक्ति जनक सीधा होई भूमि उपरे सोइचंती। तो देखिबा केमिति कोण सृष्टि होउची। देख दुईटी रश्मि मु टाणीची अंटा पाखरु पाद आड़कू पुणी अंटा पाखरु मुंड आड़कू एवं दुई जाक रश्मि गोटे सरल रेखार
ଅଛନ୍ତି। ଏଇ ଦୁଇ ରଶ୍ମି ମଧ୍ୟରେ ମଧ୍ୟ ଏକ କୋଣ ସୃଷ୍ଟି ହେଉଛି। ତ କହିପାରିବା ବର୍ତ୍ତମାନ ଏଇ କୋଣ ନାମ କ'ଣ କହିପାରିବ? ଏହା ହେଉଛି ସରଳ କୋଣ। ଏହାର ପରିମାଣ କେତେ କହିପାରିବ? ଅନୁମାନ କର। 0 ଡିଗ୍ରୀ ହେବ ନାହିଁ, 90 ଡିଗ୍ରୀ ହେବ ନାହିଁ, 180 ଡିଗ୍ରୀ। ଏହାର ପରିମାଣ ହେଉଛି 180 ଡିଗ୍ରୀ। ତାହେଲେ ସରଳ କୋଣ ଆମେ କାହାକୁ କହିବା? ଯେଉଁ କୋଣର ପରିମାଣ ଠିକ୍ 180 ଡିଗ୍ରୀ, ସେହି କୋଣକୁ ଆମେ ସରଳ କୋଣ ବୋଲି କହିବା। ସମସ୍ତେ ଲେଖୁଛ ଖାତାରେ? ତାହେଲେ ପିଲାମାନେ ଆମେ ସରଳ କୋଣ କ'ଣ ବୁଝିପାରିଲେ? ବର୍ତ୍ତମାନ ଏହି ସରଳ କୋଣର କିଛି ଉଦାହରଣ ଦେଖିବା। ଦେଖ ପିଲାମାନେ, ଏଇଟା ଗୋଟେ ଘଣ୍ଟାର ଚିତ୍ର। ପୂର୍ବରୁ ମଧ୍ୟ ଏହିପରି ଏକ ଘଣ୍ଟାର ଚିତ୍ର ଦେଖାଇଥିଲି। ଏ ଘଣ୍ଟାରେ ଘଣ୍ଟା ଘଣ୍ଟା ଏବଂ ମିନିଟ୍ ଘଣ୍ଟା ସଳଖ ହୋଇ ଅଛନ୍ତି। ବର୍ତ୍ତମାନ ଘଣ୍ଟାରେ 6ଟା ବାଜିଛି। ତେଣୁ ଏହି ଘଣ୍ଟା ଘଣ୍ଟା ଓ ମିନିଟ୍ ଘଣ୍ଟା ମଧ୍ୟରେ ଯେଉଁ କୋଣ ସୃଷ୍ଟି ହେଉଛି ତାକୁ ଆମେ ସରଳ କୋଣ କହିବା। ବର୍ତ୍ତମାନ ଦେଖ ପିଲାମାନେ, ଏଇଟା ହେଉଛି ପେନସିଲ୍ ଗୁଡ଼ିକର ଚିତ୍ର। এই ପେନସିଲ୍ର ଯେଉଁ ସଳଖ ଧାରଟି ଅଛି, ସେ ସଳଖ ଧାରରେ ମଧ୍ୟ ଗୋଟିଏ ସରଳ କୋଣ ସୃଷ୍ଟି ହେଉଛି, ଯାହାର ପରିମାଣ 180 ଡିଗ୍ରୀ ବୋଲି ଆମେ ଆଲୋଚନା କଲେ। ବର୍ତ୍ତମାନ ଆଉ କିଛି ଉଦାହରଣ ଦେଖିବା। ଏଇସବୁ ଚିତ୍ର ତୁମେ ଦେଖିଥିବ। ଯେତେବେଳେ ତୁମମାନେ ସିଡ଼ି ଚଢ଼ୁଛ, ସିଡ଼ିର ଯେଉଁ ଦୁଇ ପାର୍ଶ୍ୱ ଅଛି, ଯେଉଁ ସଳଖ ହୋଇଅଛି, ସେଥିରେ ମଧ୍ୟ ଗୋଟିଏ ସରଳ କୋଣ ସୃଷ୍ଟି ହେଉଛି। ସେମିତି ତୁମେ ଯେଉଁ ପାର୍କ ଯାଉଛ, ପାର୍କରେ ଯେଉଁ ଦୋଳି ଖେଳୁଛ, ସେ ଦୋଳିର ଯେଉଁ ଉପରେ ବାଡ଼ିଟି ଅଛି, ସେ ବାଡ଼ିରେ ମଧ୍ୟ ସରଳ କୋଣ ସୃଷ୍ଟି ହେଉଛି, କାହିଁକି ନା ସେ ବାଡ଼ିଟି ସଳଖ ହୋଇଅଛି। ବୁଝିପାରିଲ ପିଲାମାନେ? ଏବେ ଦେଖିବା ଆଉ ଗୋଟିଏ ପ୍ରକାର କୋଣ। ଦେଖ, ଏଠାରେ କ'ଣ ହେଇଛି? ଜଣେ ବ୍ୟାୟାମ କରୁଛନ୍ତି, ନାହିଁ କି? ଏହି ପ୍ରକାର ଆସନକୁ କ'ଣ କୁହାଯାଏ? ଚକ୍ରାସନ। ତମମାନେ ସମସ୍ତେ ଏହି ପ୍ରକାର ଆସନ ଘରେ କରୁଛ? ଏହି ପ୍ରକାର ଆସନକୁ ଚକ୍ରାସନ କୁହାଯାଏ। ବର୍ତ୍ତମାନ ଦେଖିବା ତାହେଲେ କେଉଁ ପ୍ରକାର କୋଣ ସୃଷ୍ଟି ହେଉଛି। ଦେଖ, ମୁଁ ତୀର ଚିହ୍ନ ଦ୍ୱାରା ଦର୍ଶାଇଛି। 2ଟି ରଶ୍ମି ଅଙ୍କନ କଲି ଏବଂ କେଉଁ ସ୍ଥାନଟି? ରଶ୍ମି 2 ଯେଉଁ ଅଙ୍କନ କଲି ତାର ଉପର ପାର୍ଶ୍ୱଟି, ଅର୍ଥାତ୍ ଝିଅଟିର ପେଟ ପାର୍ଶ୍ୱଟି, ସେଥିରେ ମଧ୍ୟ ଏକ କୋଣ ସୃଷ୍ଟି ହେଉଛି। ବୁଝିପାରୁଛ ପିଲାମାନେ? ଆଚ୍ଛା, ବର୍ତ୍ତମାନ ଦେଖିବା। ଦେଖ, ସେମିତି 2ଟି ରଶ୍ମି ଅଙ୍କନ କଲି ଏବଂ ରଶ୍ମିର ଉପର ଅଂଶରେ ମଧ୍ୟ ଗୋଟିଏ କୋଣ ସୃଷ୍ଟି ହେଉଛି। ଠିକ୍ ସେହିପରି ଏଇସବୁ ଯେଉଁ କୋଣ ଗୁଡ଼ିକ ସୃଷ୍ଟି ହେଉଛି, ଏହି କୋଣ ଗୁଡ଼ିକର ନାମ କ'ଣ ଜାଣିଛ? ଏହି କୋଣଟିର ନାମ ହେଉଛି ପ୍ରବୃଦ୍ଧ କୋଣ। କ'ଣ ଆମେ କହିବା? ପ୍ରବୃଦ୍ଧ କୋଣ ବୋଲି କହିବା। ଆଚ୍ଛା, ତୁମମାନେ ଅନୁମାନ କର, ଏ କୋଣର ପରିମାଣ କ'ଣ 90 ଡିଗ୍ରୀ ହେବ? ଯେଉଁ ଅଂଶଟି ତୁମକୁ ଦର୍ଶାଯାଇଛି। 180 ଡିଗ୍ରୀ ମଧ୍ୟ ହେବ ନାହିଁ, 180 ଡିଗ୍ରୀ ଅଧିକ ହେବ, ନୁହେଁ କି? ଆଚ୍ଛା, ଏଇଟା 360 ଡିଗ୍ରୀ ହେବ କି? ଯଦି ରଶ୍ମିଟା ସମ୍ପୂର୍ଣ୍ଣ ବୁଲି ଆସିବ ତାହେଲେ 360 ଡିଗ୍ରୀ ହେବ। ଏ ସମ୍ପୂର୍ଣ୍ଣ ବୁଲି ନାହିଁ, ତେଣୁ 360 ଡିଗ୍ରୀ ହେବ ନାହିଁ, କିନ୍ତୁ 180 ଡିଗ୍ରୀ ଠାରୁ ଅଧିକ ହେବ। ତାହେଲେ ପ୍ରବୃଦ୍ଧ କୋଣର ପରିମାଣ କେତେ ହେବ? 180 ଡିଗ୍ରୀ ଠାରୁ ଅଧିକ ଏବଂ 360 ଡିଗ୍ରୀ ଠାରୁ କମ୍। ତାହେଲେ ପ୍ରବୃଦ୍ଧ କୋଣ କେଉଁ କୋଣ ମଧ୍ୟରେ ରହିବ? ସରଳ କୋଣ ଆଉ ସମ୍ପୂର୍ଣ୍ଣ କୋଣ ମଝିରେ ଯେଉଁ କୋଣଟି ରହିବ ତାର ନାମ ହେବ ପ୍ରବୃଦ୍ଧ କୋଣ। ସମସ୍ତେ ବୁଝିପାରୁଛ ପିଲାମାନେ? ସରଳ କୋଣ ହେଉଛି 180 ଡିଗ୍ରୀ, ସମ୍ପୂର୍ଣ୍ଣ କୋଣ ହେଉଛି 360 ଡିଗ୍ରୀ। ପ୍ରବୃଦ୍ଧ କୋଣଟି ସରଳ କୋଣ ଓ ସମ୍ପୂର୍ଣ୍ଣ କୋଣ ମଧ୍ୟରେ ରହିବ। ତାହେଲେ ପ୍ରବୃଦ୍ଧ କୋଣ କାହାକୁ କହିବା? ଲେଖି ରଖ ସମସ୍ତେ। ସରଳ କୋଣ ଠାରୁ ବଡ଼ ଓ ସମ୍ପୂର୍ଣ୍ଣ କୋଣ ଠାରୁ ସାନ, ଅର୍ଥାତ୍ 180 ଡିଗ୍ରୀ ଠାରୁ ବଡ଼ ଏବଂ 360 ଡିଗ୍ରୀ ଠାରୁ ସାନ କୋଣକୁ ପ୍ରବୃଦ୍ଧ କୋଣ କୁହାଯାଏ। ଲେଖିଦେଲ ସମସ୍ତେ। ବର୍ତ୍ତମାନ ପ୍ରବୃଦ୍ଧ କୋଣର କିଛି ଉଦାହରଣ ଦେଖିବା। ତୁମେ ଯେଉଁ ଖାଉଛ ପିଜ୍ଜା ବା ପିଠା, ପିଠାର ଦେଖ, ଏଠି ଗୋଟିଏ ଅଂଶଟି କଟାଯାଇଛି। ସେତିକି ଅଂଶଟି କାଟି ଦେଇ ସାରିଲା ପରେ ଆଉ ଯେତିକି ପିଜ୍ଜା ରହିବ, ସେଇ ଅଂଶର ପରିମାଣ ଗୋଟିଏ ପ୍ରବୃଦ୍ଧ କୋଣ ସୃଷ୍ଟି କରିବ। ସେହିପରି ବର୍ତ୍ତମାନ ଘଣ୍ଟାରେ 9ଟା ବାଜିଛି। ଯେଉଁ ଅଂଶଟି ଚିତ୍ରିତ କରାଯାଇଛି, ଅର୍ଥାତ୍ ମିନିଟ୍ ଘଣ୍ଟାଟି 12 ପାଖରୁ ବୁଲି ବୁଲି ଆସି 9 ପାଖରେ ପହଞ୍ଚିଛି। ବିଞ୍ଚଣା କଥା ଆମେ କହୁଥିଲେ। ଦେଖ, ଯେଉଁ ଅଂଶଟି ଦେଖାଯାଇଛି ସେହା ମଧ୍ୟ ଗୋଟିଏ ପ୍ରବୃଦ୍ଧ କୋଣ ସୃଷ୍ଟି କରୁଛି। ତାହେଲେ ଏ ସମସ୍ତ କୋଣ ହେଉଛି ଗୋଟିଏ ଗୋଟିଏ ପ୍ରବୃଦ୍ଧ କୋଣର ଉଦାହରଣ। ବର୍ତ୍ତମାନ ପିଲାମାନେ ଆଉ କ'ଣ ଦେଖିବା? ଦେଖ, ଚିତ୍ରଟି ମୁଁ କରୁଛି। ଗୋଟିଏ ରଶ୍ମିର ଚିତ୍ର ଦେଲି, ଆଉ ଗୋଟିଏ ରଶ୍ମିକୁ ତା ପାଖରୁ ବୁଲେଇ ଆଣି ପୁଣି ତାହାରି ଉପରେ ରଖିଦେଲି। ବର୍ତ୍ତମାନ ଏଇ ଯେଉଁ କୋଣଟି ସୃଷ୍ଟି ହେଲା, এই କୋଣଟିର ପରିମାଣ କେତେ ହେବ ବୋଲି ତୁମେ ଭାବୁଛ? 360 ଡିଗ୍ରୀ। ଏହାର ନାମ କ'ଣ ଦେବା? ଏହାର ନାମ ହେଉଛି ସମ୍ପୂର୍ଣ୍ଣ କୋଣ। ତାହେଲେ ସମ୍ପୂର୍ଣ୍ଣ କୋଣର ପରିମାଣ କେତେ ଡିଗ୍ରୀ ହେଇଗଲା? 360 ଡିଗ୍ରୀ ହେଇଗଲା। ବୁଝିପାରୁଛ ପିଲାମାନେ?
ତାହେଲେ ସମ୍ପୂର୍ଣ୍ଣ କୋଣ କାହାକୁ କହିବା? ଯେଉଁ କୋଣର ପରିମାଣ ଠିକ୍ 360 ଡିଗ୍ରୀ ତାହାକୁ ସମ୍ପୂର୍ଣ୍ଣ କୋଣ କୁହାଯାଏ। ସମସ୍ତେ ବୁଝିପାରିଲ ନା ନାହିଁ? ବର୍ତ୍ତମାନ ଦେଖିବା ସମ୍ପୂର୍ଣ୍ଣ କୋଣ ତାହେଲେ କାହା ସହିତ ସମାନ ହେବ? ସମ୍ପୂର୍ଣ୍ଣ କୋଣର ପରିମାଣ ହେଉଛି 360 ଡିଗ୍ରୀ। ବର୍ତ୍ତମାନ ଆମେ ସେଇ ସମ୍ପୂର୍ଣ୍ଣ କୋଣର କିଛି ଉଦାହରଣ ଦେଖିବା। ସେଇ ଘଣ୍ଟାର ଚିତ୍ର ଦେଖ, ଏଠାରେ ଦୁଇଟି କଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଘୂର୍ଣ୍ଣନ ହୋଇଛି, ଯାହାଫଳରେ କି ଯେଉଁ କୋଣ ସୃଷ୍ଟି ହେଉଛି ତାହାକୁ ଆମେ 360 ଡିଗ୍ରୀ ବୋଲି କହିବା ଏବଂ ଏହା ଗୋଟେ ସମ୍ପୂର୍ଣ୍ଣ କୋଣ। ଦେଖ, ସେହିପରି ଆମେ କମ୍ପାସ ସାହାଯ୍ୟରେ ଯେଉଁ କୋଣ ସୃଷ୍ଟି କରୁଛୁ, ପେନସିଲ ମୁନଟି ରଶ୍ମି ପାଖରୁ ଆରମ୍ଭ ହୋଇ ପୁଣି ସେଇ ପାଖରେ ଆସି ପହଞ୍ଚିଛି। ସମ୍ପୂର୍ଣ୍ଣ ମୁଡ଼ି ସେଇ ଜାଗାରେ ପୁଣି ପହଞ୍ଚିଛି। ତେଣୁ ଏଠାରେ ମଧ୍ୟ ଗୋଟିଏ ସମ୍ପୂର୍ଣ୍ଣ କୋଣ ବା 360 ଡିଗ୍ରୀ ସୃଷ୍ଟି ହେଉଛି। ଏ ସମସ୍ତ ହେଉଛି ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ କୋଣର ଉଦାହରଣ। ପିଲାମାନେ, ଆମେ ଆଜି ଯାହା ଯାହା ପଢ଼ିଲେ ଆସ ଆଲୋଚନା କରିବା। ଦେଖିବା ତମମାନେ କହିପାରୁଛ କି ନାହିଁ। ବର୍ତ୍ତମାନ ଦେଖ, ମୁଁ ଚିତ୍ରଟିଏ କଲି ନାହିଁ? ସେଥିରେ ମଧ୍ୟ ଦେଖେଇଛି ଅଂଶଟି। ଏଇଟା କେଉଁ ପ୍ରକାର କୋଣ ହେବ ତାର ନାମ କହିପାରିବ? କହିଲେ ଏବେ ସୂକ୍ଷ୍ମ କୋଣ। ଭେରି ଗୁଡ୍। ତେବେ ୟାର ପରିମାଣ କେତେ ହେବ? 0 ଡିଗ୍ରୀରୁ ଅଧିକ, 90 ଡିଗ୍ରୀରୁ କମ୍। ଠିକ୍ ମନେ ରଖିଛ ତମମାନେ। ବର୍ତ୍ତମାନ ଆଉ ଗୋଟିଏ ଉଦାହରଣ ଦେଖିବା। ଦୁଇଟି ରଶ୍ମି ଲମ୍ବ ଭାବରେ ଅଛନ୍ତି, ତେଣୁ ତାଙ୍କ ମଧ୍ୟରେ ଯେଉଁ କୋଣ ସୃଷ୍ଟି ହେବ ତାର ନାମ କ'ଣ ହେବ? ସମକୋଣ। ତେବେ ତାର ପରିମାଣ କେତେ ହେବ? 90 ଡିଗ୍ରୀ। ବହୁତ ବଢ଼ିଆ। ବର୍ତ୍ତମାନ ଆଉ ଗୋଟିଏ ଉଦାହରଣ ଦେଖିବା। ଦେଖ, ଦୁଇଟି ରଶ୍ମି ସେମିତି ଅଙ୍କନ କରିଛି, ମଧ୍ୟ ଏକ କୋଣ ସୃଷ୍ଟି ହେଉଛି। ତାହେଲେ ଏଇ କୋଣଟିକୁ କେଉଁ କୋଣ କହିବା? ସ୍ଥୂଳ କୋଣ କହିବା। କେଉଁ କୋଣ କହିବା? ସ୍ଥୂଳ କୋଣ ବୋଲି କହିବା। ଏହାର ପରିମାଣ ପୂର୍ବରୁ ମୁଁ ଆଲୋଚନା କରିଛି, କେତେ ହେବ କୁହ? 90 ଡିଗ୍ରୀରୁ ଅଧିକ ଓ 180 ଡିଗ୍ରୀରୁ କମ୍। ଭେରି ଗୁଡ୍। ବର୍ତ୍ତମାନ ଆଉ ଗୋଟେ ଉଦାହରଣ ଦେଖିବା। ଦେଖ, ଦୁଇଟି ରଶ୍ମି ସଳଖ ହୋଇ ଅଛନ୍ତି, ଗୋଟିଏ ସରଳରେଖାରେ ଅଛନ୍ତି, ତାଙ୍କ ମଧ୍ୟରେ ମଧ୍ୟ ଏକ କୋଣ ସୃଷ୍ଟି ହେଉଛି। ତାହେଲେ ଏଇ କୋଣଟିର ନାମ କ'ଣ ଦେବା ପିଲେ? ସରଳ କୋଣ। ଏହାର ପରିମାଣ କେତେ ହେବ? 180 ଡିଗ୍ରୀ। ବହୁତ ବଢ଼ିଆ। ବର୍ତ୍ତମାନ ଦେଖିବା ଆଉ ଗୋଟେ ଚିତ୍ରଟି। ଦୁଇଟି ରଶ୍ମି ଅଙ୍କନ କଲି, ଯେଉଁ ଅଂଶଟି ମୁଁ ଦର୍ଶେଇଛି ସେଇ କୋଣଟି କି କୋଣ ହେବ? ପଢ଼ିଛି ମୁଁ, ପ୍ରବୃଦ୍ଧ କୋଣ। ଭେରି ଗୁଡ୍। ତାହେଲେ ସେଇ କୋଣର ପରିମାଣ କେତେ ହେବ? 180 ଡିଗ୍ରୀରୁ ଅଧିକ ଓ 360 ଡିଗ୍ରୀରୁ କମ୍। ଠିକ୍ ଅଛି ପିଲାମାନେ। ବର୍ତ୍ତମାନ ଆଉ ଚିତ୍ର ଦେଖିବା। ଦେଖ, ଗୋଟିଏ ରଶ୍ମି, ପୁଣି ରଶ୍ମିଟି ସମ୍ପୂର୍ଣ୍ଣ ବୁଲି ଆସିଲା, ନାହିଁ କି? ଯେଉଁ କୋଣଟି ସୃଷ୍ଟି ହେଲା ସେ କୋଣଟିକୁ କି କୋଣ କହିବା? ସମ୍ପୂର୍ଣ୍ଣ କୋଣ। ଭେରି ଗୁଡ୍। ଏହାର ପରିମାଣ ତାହେଲେ କେତେ ହେବ? 360 ଡିଗ୍ରୀ। ଆମେ ତାହେଲେ ଆଜି କେଉଁ କେଉଁ କୋଣ ବିଷୟରେ ଆଲୋଚନା କଲେ? ସୂକ୍ଷ୍ମ କୋଣ, ସମକୋଣ, ସ୍ଥୂଳ କୋଣ, ସରଳ କୋଣ, ପ୍ରବୃଦ୍ଧ କୋଣ ଓ ସମ୍ପୂର୍ଣ୍ଣ କୋଣ। ଏହିସବୁ କୋଣ ବିଷୟରେ ଆଲୋଚନା କଲେ। ସମସ୍ତେ ବୁଝିପାରିଲ? এই କୋଣଗୁଡ଼ିକୁ ଆମେ ନ ମାପି ଅନୁମାନ କରି ସେଗୁଡ଼ିକର ପରିମାଣ କେତେ ହେବ ଆମେ ଆଲୋଚନା କଲେ। ବର୍ତ୍ତମାନ ପିଲାମାନେ, ତୁମ ପାଇଁ କିଛି କାର୍ଯ୍ୟ। ଆସ, ମୁଁ ଯାହା ପଚାରୁଛି ସେଗୁଡ଼ିକର ଉତ୍ତର ଦେବା। ଆଚ୍ଛା କହିଲ, ବର୍ତ୍ତମାନ ଘଣ୍ଟାରେ 3ଟା ବାଜିଲେ କେଉଁ ଅତିଥି ଆସନ୍ତି? କୁହ। ଘଣ୍ଟାର ଦୁଇଟି ଘଣ୍ଟା ମଧ୍ୟରେ ଯେଉଁ କୋଣ ସୃଷ୍ଟି ହେଉଛି ତାର ନାମ କ'ଣ? ଭେରି ଗୁଡ୍, ସମକୋଣ। ବର୍ତ୍ତମାନ ଦେଖିବା, ଆଉ ଜଣେ କହିବ। ବର୍ତ୍ତମାନ ଦେଖ, କେତେଟା ବାଜିଛି? ଗୋଟାଏ ବାଜିଛି। ତାହେଲେ ଗୋଟାଏ ବାଜିଲେ କେଉଁ ଅତିଥି ଆସନ୍ତି? ଘଣ୍ଟା ଘଣ୍ଟା, ମିନିଟ୍ ଘଣ୍ଟା ମଧ୍ୟରେ କେଉଁ କୋଣ ସୃଷ୍ଟି ହେଉଛି? କୁହ। ସୂକ୍ଷ୍ମ କୋଣ। ଭେରି ଗୁଡ୍। ବର୍ତ୍ତମାନ ଦେଖିବା ଆଉ ଗୋଟେ ଚିତ୍ର। ବର୍ତ୍ତମାନ କେତେ ବାଜିଛି? କେତେ ବାଜିଛି? 4ଟା ବାଜିଛି, ନାହିଁ କି? ବର୍ତ୍ତମାନ କୁହ ତାହେଲେ କେଉଁ କୋଣ ସୃଷ୍ଟି ହେଉଛି ଘଣ୍ଟା ଘଣ୍ଟା, ମିନିଟ୍ ଘଣ୍ଟା ମଧ୍ୟରେ? ତାର ନାମ କ'ଣ? କୁହ। ସ୍ଥୂଳ କୋଣ, ନୁହେଁ କି? ସ୍ଥୂଳ କୋଣଟିଏ ସୃଷ୍ଟି ହେଉଛି। ବର୍ତ୍ତମାନ ଆଉ ଗୋଟେ ଚିତ୍ର ଦେଖିବା। ଦେଖ, ଚିତ୍ରଟି ଦେଖୁଛ ନାହିଁ ସମସ୍ତେ? କେତେଟା ବାଜିଛି? 2:50। ତାହେଲେ 2:50। ତାହେଲେ କେଉଁ ଅତିଥି ଆସନ୍ତି 2:50ରେ? ମାନେ ଯେଉଁ କୋଣଟି ସୃଷ୍ଟି ହେଉଛି ତାର ନାମ କ'ଣ? ମୁଁ ଦେଖେଇଛି ତୀର ଚିହ୍ନ ମାଧ୍ୟମରେ। କ'ଣ ତାର ନାମ? ପ୍ରବୃଦ୍ଧ କୋଣ। ବର୍ତ୍ତମାନ ପିଲାମାନେ, ତୁମ ପାଇଁ ଆଉ ଗୋଟିଏ କାର୍ଯ୍ୟ। କେତୋଟି ଚିତ୍ର ଅଛି? 6ଟି ଚିତ୍ର ଅଛି। 6ଟି କୋଣର ଚିତ୍ର ଅଛି। ତୁମମାନେ କ'ଣ କରିବ? ପ୍ରତ୍ୟେକ କୋଣର ପରିମାଣକୁ ଅନୁମାନ କରିବ ଏବଂ କୋଣଗୁଡ଼ିକୁ ସୂକ୍ଷ୍ମ କୋଣ, ସମକୋଣ, ସ୍ଥୂଳ କୋଣ କିମ୍ବା
ପ୍ରବୃଦ୍ଧ କୋଣ ରୂପେ ଶ୍ରେଣୀ ବିଭାଗ କରିବ। କରିପାରିବ ପିଲେ? ଠିକ୍ ଅଛି, କରିବା ବର୍ତ୍ତମାନ। ପ୍ରଥମ ଚିତ୍ରଟି ଯେଉଁ ଅଂଶଟି ଦର୍ଶାଯାଇଛି କି କୋଣ? କୁହ? ସୂକ୍ଷ୍ମ କୋଣ। ଭେରି ଗୁଡ୍। ଦ୍ୱିତୀୟ ଚିତ୍ରଟି କହିଦିଅ ସମସ୍ତେ, ପୂର୍ବରୁ ଆଲୋଚନା ସରିଛି। ସ୍ଥୂଳ କୋଣ। ବହୁତ ସୁନ୍ଦର। ତୃତୀୟ ଚିତ୍ରରେ କହିଦିଅ କ'ଣ ତାର ନାମ? ସ୍ଥୂଳ କୋଣ। ବାହ, ବହୁତ ବଢ଼ିଆ। 4 ନମ୍ବର ଚିତ୍ରଟି, ଯେଉଁ ଅଂଶଟି ଚିହ୍ନିତ କରାଯାଇଛି କ'ଣ ତାର ନାମ? ପ୍ରବୃଦ୍ଧ କୋଣ। ବହୁତ ସୁନ୍ଦର। ପଞ୍ଚମ ଚିତ୍ରଟି କ'ଣ ତାର ନାମ? ଯେଉଁ ଅଂଶଟି ଦର୍ଶାଯାଇଛି କୁହ ପିଲେ? ସମକୋଣ। ବହୁତ ବଢ଼ିଆ। 6 ନମ୍ବର ଚିତ୍ରଟି, ଶେଷ ଚିତ୍ରଟି କିଏ କହିବ? କୁହ? ଯେଉଁ ଅଂଶଟି ଦର୍ଶାଯାଇଛି କ'ଣ ତାର ନାମ? ପ୍ରବୃଦ୍ଧ କୋଣ। ବାହ, ବହୁତ ସୁନ୍ଦର। ପିଲାମାନେ, ତମମାନେ ତାହେଲେ ଠିକ୍ ଅନୁମାନ କରିଛ। ବର୍ତ୍ତମାନ ଆମେ କ'ଣ କରିବା? ଗୋଟେ ପ୍ରତିଯୋଗିତା କରିବା। ତମମାନେ କ'ଣ କରିବ? ଖାତା ସବୁ ବାହାର କର। କୋଣ ନିର୍ମାଣ ପ୍ରତିଯୋଗିତା। ଏହି ପ୍ରତିଯୋଗିତାର ନାମ କ'ଣ? କୋଣ ଆମେ ନିର୍ମାଣ କରିବା। ଠିକ୍ ଅଛି। କ'ଣ କରିବା? ଗୋଟିଏ ଚିତ୍ର ଅଙ୍କନ କରିବା ଯେଉଁଥିରେ 3ଟି ସୂକ୍ଷ୍ମ କୋଣ ଥିବେ, ଗୋଟିଏ ସମକୋଣ ଥିବ ଏବଂ 2ଟି ସ୍ଥୂଳ କୋଣ ରହିବ। ବୁଝିପାରିଲ ପ୍ରଶ୍ନଟି? ଗୋଟିଏ ଚିତ୍ର ଅଙ୍କନ କରିବା ଯେଉଁଥିରେ 3ଟି ସୂକ୍ଷ୍ମ କୋଣ ରହିବେ, ଗୋଟିଏ ସମକୋଣ ରହିବ ଓ 2ଟି ସ୍ଥୂଳ କୋଣ ରହିବ। ଆରମ୍ଭ କରିବା ତାହେଲେ। ଆରମ୍ଭ କର। ଆରମ୍ଭ କର। ଦେଖ, ମୁଁ ମଧ୍ୟ କରୁଛି। କି କୋଣ ବୋଲି ଭାବୁଛ? ସୂକ୍ଷ୍ମ କୋଣ ବୋଲି ଭାବୁଛ, ନାଇଁ କି? ଦେଖିବା ଏଇଟା ମଧ୍ୟ କି କୋଣ ହେଇଥିବ। ଠିକ୍ ଅଛି, ଚିତ୍ର କର। ତମମାନେ ସମସ୍ତେ କର, ମୁଁ ମଧ୍ୟ କରୁଛି। ଏଇଟା ଗୋଟେ କି କୋଣ ହେଇଥିବ? ଏଥିରେ ମଧ୍ୟ ଗୋଟେ କୋଣ ସୃଷ୍ଟି ହେଇଥିବ, ନୁହଁ କି? ଏଥିରେ ମଧ୍ୟ ଗୋଟେ କୋଣ ସୃଷ୍ଟି ହେଇଥିବ, ନାଇଁ? ଠିକ୍ ଅଛି, ବର୍ତ୍ତମାନ ଆମର ସରିଲା, କୋଣ ନିର୍ମାଣ ସରିଲା। ବର୍ତ୍ତମାନ ଦେଖିବା 3ଟି ସୂକ୍ଷ୍ମ କୋଣ ଅଛି କି ନାହିଁ, ଗୋଟିଏ ସମକୋଣ ଅଛି କି ନାହିଁ, 2ଟି ସ୍ଥୂଳ କୋଣ ଅଛି କି ନାହିଁ। ବର୍ତ୍ତମାନ ଚିହ୍ନିବା। ଏଇ ପ୍ରଥମଟି ସୂକ୍ଷ୍ମ କୋଣ, ନୁହଁ କି? ତାପରେ କେଉଁଟା ସୂକ୍ଷ୍ମ କୋଣ ହେଇଥିବ? ତାହେଲେ ତୁମର ବାମ ପାର୍ଶ୍ୱରେ ଉପର ଆଡ଼କୁ ଯେଉଁ କୋଣଟି ଅଛି ସିଏ ହେଉଛି ସୂକ୍ଷ୍ମ କୋଣ। ସେହିପରି ତୁମର ବାମ ପାର୍ଶ୍ୱର ତଳକୁ ଯେଉଁ କୋଣଟି ଅଛି ସେଇଟା ହେଉଛି ସୂକ୍ଷ୍ମ କୋଣ। ସେମିତି ତୁମର ଡାହାଣ ପାର୍ଶ୍ୱରେ ତଳ ଆଡ଼କୁ ଯେଉଁ କୋଣଟି ଅଛି ସିଏ ମଧ୍ୟ ସୂକ୍ଷ୍ମ କୋଣ। ତାହେଲେ ଆମେ ଏଇ ଚିତ୍ରରେ 3ଟି ସୂକ୍ଷ୍ମ କୋଣ ପାଇଗଲେ। ବର୍ତ୍ତମାନ ଦେଖିବା ସମକୋଣ କେତୋଟି ଅଛି। ତୁମ ଡାହାଣ ପାର୍ଶ୍ୱର ଉପର କୋଣରେ ଯେଉଁ କୋଣଟି ସୃଷ୍ଟି ହୋଇଛି ତାହା ହେଉଛି ସମକୋଣ। ଆଉ କେଉଁଠି ଅଛି କି ସମକୋଣ? ନାହିଁ, ଆମର ଗୋଟିଏ ସମକୋଣ କୁହାଯାଇଥିଲା। ବର୍ତ୍ତମାନ 2ଟି ସ୍ଥୂଳ କୋଣ ଦେଖିବା। ଏଇଟା ଗୋଟିଏ ସ୍ଥୂଳ କୋଣ, ତଳେ ମଧ୍ୟ ଗୋଟିଏ ସ୍ଥୂଳ କୋଣ। ତାହେଲେ ଆମେ ସବୁ ପ୍ରକାର କୋଣ ଅଙ୍କନ କରିଦେଲେ। 3ଟି ସୂକ୍ଷ୍ମ କୋଣ, ଗୋଟିଏ ସମକୋଣ ଏବଂ 2ଟି ସ୍ଥୂଳ କୋଣ, ନାହିଁ କି? ଏହିପରି ତମେ ଆହୁରି ମଧ୍ୟ ତମ ସାଙ୍ଗସାଥିମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର କୋଣ ନିର୍ମାଣ ପ୍ରତିଯୋଗିତା କରିପାରିବ କି ନାହିଁ? ବର୍ତ୍ତମାନ ତମମାନଙ୍କ ପାଇଁ ଗୃହ କାର୍ଯ୍ୟ। କ'ଣ କରିବ ତମମାନେ? ତୁମେମାନେ ବିଭିନ୍ନ ପ୍ରକାର କୋଣକୁ ନେଇ ଏକ ଚିତ୍ର ତିଆରି କରି ଆଣିବ। ଏକ କାର୍ଟୁନର ଚିତ୍ର କରିବ, ସେଥିରେ ବିଭିନ୍ନ ପ୍ରକାର କୋଣ ଯେମିତି ଥିବ। ବୁଝିପାରୁଛ କଥାଟି? ତମମାନେ ଏକ କାର୍ଟୁନର ଚିତ୍ର ତିଆରି କରିବ ଏବଂ ସେଥିରେ ବିଭିନ୍ନ ପ୍ରକାର କୋଣ ଥିବ, ଅର୍ଥାତ୍ ସୂକ୍ଷ୍ମ କୋଣ ଥିବ, ସ୍ଥୂଳ କୋଣ ଥିବ, ସମକୋଣ ଥିବ, ସରଳ କୋଣ ଥିବ, ପ୍ରବୃଦ୍ଧ କୋଣ ଥିବ ଏବଂ ସମ୍ପୂର୍ଣ୍ଣ କୋଣ ଥିବ। ବୁଝିପାରୁଛ? ଚିତ୍ରଟି ବହୁତ ସୁନ୍ଦର କରି ଆଣିବ ଏବଂ ସେଥିରେ କୋଣ ଗୁଡ଼ିକର ନାମ ମଧ୍ୟ ଦେବ। ଠିକ୍ ଅଛି ପିଲାମାନେ, ଆଜି ଯେଉଁ ପାଠ ଆମେ ଆଲୋଚନା କଲେ ତା କେମିତି ଲାଗିଲା? ସମସ୍ତେ ବୁଝିପାରିଲ? ମୁଁ ଆଶା କରୁଛି ତୁମେମାନେ ସମସ୍ତେ ବୁଝିପାରିଥିବ। ଆଜି ଆମେ ବିଭିନ୍ନ ପ୍ରକାର କୋଣ ବିଷୟରେ ଆଲୋଚନା କଲେ। ସୂକ୍ଷ୍ମ କୋଣ, ସମକୋଣ, ସ୍ଥୂଳ କୋଣ, ପ୍ରବୃଦ୍ଧ କୋଣ, ଏହିପରି ବିଭିନ୍ନ ପ୍ରକାର କୋଣ ବିଷୟରେ ଆଲୋଚନା କଲେ। ସମସ୍ତେ ବୁଝିପାରିଥିବ। ତା ସହିତ ତୁମମାନଙ୍କୁ ଯେଉଁ ଗୃହ କାର୍ଯ୍ୟଟି ଦେଇଛି, ତୁମେମାନେ ସେଇ ଗୃହ କାର୍ଯ୍ୟଟି ଘରେ ଯାଇ କରିବ। ଯଦି ସେଥିରେ କିଛି ସନ୍ଦେହ ହେଲା ତାହେଲେ ତୁମେମାନେ ତୁମର ବଡ଼ ଭାଇ ଭଉଣୀମାନଙ୍କୁ ପଚାରିବ। ତାପରେ ବି ଯଦି ତୁମେମାନେ ନ ବୁଝିପାରିଲ ମୋତେ ଆସି ପଚାରିବ, ମୁଁ ତୁମର ସମସ୍ତ ସନ୍ଦେହ ଦୂର କରିଦେବି। ଠିକ୍ ଅଛି ପିଲାମାନେ, ଆଜି ପାଇଁ ଏତିକି। ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କ ଅଧିକାର। ନମସ୍କାର।